ସନାତନ ଧର୍ମରେ ବର୍ଣ୍ଣିତ ଚାରିଧାମ ମଧ୍ୟରୁ ଚତୁର୍ଥ ଧାମ ହେଉଛି ଶ୍ରୀ ଜଗନ୍ନାଥ ଧାମ ପୁରୀ ଧାମ। ଏହା ଭାରତବର୍ଷର ଓଡ଼ିଶା ରାଜ୍ୟର ପୁରୀ ଜିଲ୍ଲାରେ ଅବସ୍ଥିତ। ଏହି ମନ୍ଦିରକୁ ମହାରାଜ ଇନ୍ଦ୍ରଦ୍ୟୁମ୍ନ ପ୍ରତିଷ୍ଠା କରିଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ହୃଦୟ ଏଠାରେ ଦାରୁବ୍ରହ୍ମ ରୂପେ ପୂଜା କରାଯାଏ। ଏଠାରେ ପ୍ରଭୁ ଜଗନ୍ନାଥ, ଭଉଣୀ ସୁଭଦ୍ରା ଏବଂ ବଡ଼ ଭାଇ ବଳରାମଙ୍କ ସହିତ ଏଠାରେ ପୂଜା ପାଇଥାନ୍ତି। ଏଠାରେ ପୂଜା ପାଉଥିବା ତିନି ମୂର୍ତ୍ତିକୁ ଦେବଶିଳ୍ପୀ ବିଶ୍ୱକର୍ମା ପ୍ରସ୍ତୁତ କରିଥିଲେ। କୁହାଯାଏ ସ୍ୱୟଂ ବ୍ରହ୍ମଦେବ ଏହି ମନ୍ଦିରକୁ ଆସି ପ୍ରତିଷ୍ଠା କରିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ମାତ୍ରେ ହିଁ ପ୍ରତ୍ୟେକ ପ୍ରାଣୀକୁ ମୋକ୍ଷ ମିଳିଥାଏ। ପ୍ରତି 12 ବର୍ଷରେ ଥରେ ଅଥବା ଯେଉଁ ବର୍ଷ ଯୋଡ଼ା ଆଷାଢ଼ ପଡ଼େ ସେହି ବର୍ଷ ପ୍ରଭୁଙ୍କର ନବକଳେବର କରାଯାଏ। ପୁରୁଣା ବିଗ୍ରହ ବା ଶରୀର ତ୍ୟାଗ କରି ପ୍ରଭୁ ନୂତନ ଶରୀର ବା ବିଗ୍ରହରେ ପ୍ରଭୁଙ୍କର ବ୍ରହ୍ମ ପ୍ରତିଷ୍ଠା କରାଯାଇଥାଏ। ଜଗନ୍ନାଥ ଧାମ ପୁରୀରେ ଥିବା ସ୍ୱର୍ଗଦ୍ୱାରରେ ଯେଉଁ ବ୍ୟକ୍ତିର ଶେଷ ସଂସ୍କାର କରାଯାଏ ତାର ଆତ୍ମାକୁ ସ୍ୱର୍ଗଲୋକରେ ସ୍ଥାନ ମିଳେ ବୋଲି ମାନ୍ୟତା ରହିଛି। ଜୟ ପ୍ରଭୁ ଜଗନ୍ନାଥ।